ବଲାଙ୍ଗୀରର ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା 4 ଜଣ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା। ହତ୍ୟା, ଷଡ଼ଯନ୍ତ୍ର, ଡକାୟତି, ବେଆଇନ ଅସ୍ତ୍ରଶସ୍ତ୍ର ଆଦି ଧାରାରେ ସେମାନଙ୍କ ନାଁରେ ଦଫା ଲାଗିଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ କ୍ଷିତୀଶ ଚନ୍ଦ୍ର ସାହୁ, ସହଯୋଗୀ ସଞ୍ଜିତ ବେହେରା, ସାମ୍ବାଦିକ ସଞ୍ଜୟ ଜେନା ଓ ମୁଖ୍ୟ ଅଭିଯୁକ୍ତଙ୍କ ନିଜ ଭଉଣୀ ପୋଲିସ ଏସ୍ଆଇ ସ୍ନେହା ମଞ୍ଜରୀ ସାହୁଙ୍କୁ କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୁଲିସ। ରଣ୍ଡା ଛକରୁ ଗୁଣ୍ଡାଙ୍କୁ ଅପହରଣ ମାମଲାରେ ପୁଲିସ ଅନେକ ଗୁରୁତର ଦଫା ଯୋଡ଼ି ଅଭିଯୁକ୍ତମାନଙ୍କୁ ଗିରଫ କରିଛି, ଯେଉଁଥିରେ ମୋଟାମୋଟି ଭାବରେ କେତେକ ଲୋକ ମିଶି ସମାନ ଉଦ୍ଦେଶ୍ୟ ଓ ଷଡ଼ଯନ୍ତ୍ର ରଖି ବେଆଇନ ବନ୍ଧୁକ ସାହାଯ୍ୟରେ ଗୁଣ୍ଡା ସାହୁଙ୍କୁ ଅପହରଣ କରିନେଲେ, ପୁଣି ତାଙ୍କ ସହ ଡକାୟତି କରି ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଭଳି ଧାରା ଲଗାଯାଇଛି, ଯେଉଁଥିରେ ଅପହରଣ ପାଇଁ ବିଏନ୍ଏସ୍ର ଧାରା 142, ଲୁଚାଇ ରଖିବା ପାଇଁ 143, ହତ୍ୟା ଉଦ୍ୟମ ପାଇଁ 1091, ଅପରାଧିକ ଷଡ଼ଯନ୍ତ୍ର ପାଇଁ 61(2), ଡକାୟତି ପାଇଁ 310(2), ମିଥ୍ୟା ସୂଚନା ଦେବା ଏବଂ ପ୍ରମାଣ ନଷ୍ଟ ପାଇଁ 248, ସମାନ ଉଦ୍ଦେଶ୍ୟ ରଖି ଅପରାଧ ପାଇଁ 35 ସହ ଆର୍ମ ଆକ୍ଟରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ପାଇଁ 25(1)(a) ଏବଂ ବେଆଇନ ବ୍ୟବହାର ପାଇଁ 27(1) ଧାରା ଲଗାଯାଇଛି। ତେବେ ବିଚାରାଧୀନ କଏଦୀ ଭାବରେ ସମସ୍ତେ ବଲାଙ୍ଗୀର ଜେଲ ଯାଇଥିବା ବେଳେ ମହିଳା ଏସ୍ଆଇଙ୍କୁ ମହିଳା ୱାର୍ଡ ଏବଂ ଅନ୍ୟମାନଙ୍କୁ ପୁରୁଷ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି।